আরে বাহ 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 গপ তো গপনিଙ୍କର ପ୍ରେମ ଲୀଳା ବେଶ ଜମୁଛି ବାବୁ ଆରେ ରାସ୍ତାରେ ବୁଲିକି ଭିକ ମାଗୁଥିଲୁ ଗୋଟେ ମୁଁ ଗୋଟେ ଯାଇ ମୋ ଘରେ ରଖିଲି ଆରେ ଭଲ ଗଣ୍ଡେ ଖାଇବାକୁ ଦେଲି ଆଉ ଗଣ୍ଡେ ପିନ୍ଧିବାକୁ ଦେଲି ଶେଷରେ ତୁ ମୋ ଭଉଣୀର ଚକମରେ ହାତ ଦେବାକୁ ଚେଷ୍ଟା କରୁଛ ବେଇମାନ ଅପବାଦ ନା ବାବୁ ବହୁମାଙ୍କ ନାଁରେ ଏତେ ବଡ଼ ବଦନାମ ଦିଅନ୍ତୁ ନାହିଁ ନହେଲେ ଦୁନିଆ ଆଗରେ ଭାଇ ଭଉଣୀର ପବିତ୍ର ସମ୍ପର୍କ କଳୁଷିତ ହେଇଯିବ ବାବୁ। ଆରେ ନିଜ ଆଖିରେ ଦେଖି ସାରିଲା ପରେ ତୁ ଏ କଥାକୁ ଫାଙ୍କି ଦେବାକୁ ଚେଷ୍ଟା କରୁଛୁ କେମିତି ଆଉ ତମେ ଘରର ବୋହୂ ହେଇ ଶେଷରେ ଗୋଟେ ଚାକର ସହିତ ଆପଣ ସେମିତି କୁହନ୍ତୁନି ମୁଁ ଆପଣଙ୍କୁ ହାତ ଯୋଡୁଛି ଆପଣ ଏମିତି କହି ଆମ ଭାଇ ଭଉଣୀର ସମ୍ପର୍କକୁ ନିଆଁ ଲଗେଇ ଦିଅନ୍ତୁନି ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କକୁ ଏ ଦୁନିଆର ଲୋକମାନେ ସମସ୍ତେ ଭୁଲ ବୁଝିବେ ସ୍ନେହ ପ୍ରେମ ଭଲ ପାଇବା ସବୁ ନଷ୍ଟ ହେଇଯିବ ମୁଁ ଆପଣଙ୍କୁ ହାତ ଯୋଡୁଛି ବାପା ଆପଣ ଏତେ ବଡ଼ କଥା କୁହନ୍ତୁନି ଆପଣ ଆଉ ତୋ ସଫାଇ ଦେବା ଦରକାର ନାହିଁ ଆରେ କେତେ ଶୁଦ୍ଧ ପାରୁଛୁ ଏ ଘରକୁ ବାହାରି ଯା ତା ନହେଲେ ମୁଁ ତୋତେ ଘର ଡାକି ଧକ୍କା ମାରି ଏ ଘରୁ ବାହାର କରିଦେବି ନା ମୋ ଘର କାଲି କୁଆଡ଼େ ବି ଯିବିନି କଣ କହିଲୁ ନା ମୁଁ ଯିବିନି କହେ ମୋ ଘର କାଲି କୁଆଡ଼େ ବି ଯିବିନି କଣ କହିଲୁ ଯିବୁନି ତୁ ନା ବାବୁ ନା ବାବୁ ନା ବାବୁ You bastard! बाबू तमें मो ऊपर को हाथ उठे पार बाबू सुमंत्राए गले विभु सुमंत्राए गले हेले आज पर्यंत मत कई दिन भी हाथ उठे नथिले आज तमें मो ऊपर को हाथ उठे माड़ मारी पारे बाबू कांदनी बहुमा 10 वर्ष बयसर ए घर को जो रास्ता दे मु आसी आज से रास्ता दे मु चली जाऊची गला बेले गोटे कथा कही जाऊची बाबू मनोज बाबू आपनकर पुआ हेले भी से मोर सान भाई मु जदि किछि भूल करि जाए ताहले से धर्म बुझियो बाबू से धर्म बुझिबो बड़ भाई तम भाग्य तमर बहुमा सान बाबू आसिले कहीदेवे ताकर से दांड साउता भाईटा आज से दांड रे हजि जाइछि What
ଭଉଣୀ ସୁନାର ସାକ୍ଷୀ କରନ୍ତୁ। ଆରେ ମତେ କଥା ଦେଇଥିବା ସେ 5 ଭରି ସୁନା କାଇଁ? ଏ ସରିତା ତୁ ପରା ମତେ ଚିଠି ଦେଇଥିଲୁ। ସାନ ଭାଇ ମୁଁ ଏଠି ବହୁତ ଖୁସିରେ ଅଛି, ବହୁତ ଆନନ୍ଦରେ ଅଛି। ହେଲେ ସବୁ କଣ ଦେଖୁଥିଲ? ତୁ ଏଠି ବହୁତ ଖୁସିରେ ଅଛୁ, ସାନ ଭାଇ ବହୁତ ଆନନ୍ଦରେ ଅଛୁ। ବାପା 5 ଭରି ସୁନା କଥା ମତେ କହୁଛ? ମୋ ପାଖରେ ଯଦି 5 ଭରି ସୁନା ଥାନ୍ତା, ମୋ ଭାଇ ଜେଲ ଭିତରେ ଅଛନ୍ତି, ମୁଁ କଣ ତାକୁ ମୁକୁଳେଇ ପାରନ୍ତିନି? ଆମନେ ତୁ କଣ ଖାଲି ଖାଲି ତା ଦେଖି ଆସିଛୁ? ନାଇଁ ବାପା, ମୁଁ ଓକିଲ ବାବୁଙ୍କ ପାଖକୁ ଯାଇଥିଲି। ଓକିଲ ବାବୁ କହିଲେ ମୋ ଭାଇକି ମୁକୁଳେଇବାକୁ ହେଲେ 3 ଲକ୍ଷ ଟଙ୍କା ଦରକାର। ମୁଁ ଭାବିଲି ମୋ ଭାଗ ଆଉ ସରିତା ଭାଗ ମୁଁ ବିକି ଦେଇ ମୋ ଭାଇକି ମୁକୁଳି ଆଣିବି। ସେ ଭାଗରେ କେହି ହାତ ମାରି ପାରିବନି। ଆରେ ସେ ଭାଗକୁ ବିକି ସେ ଟଙ୍କା ସବୁ ଆଣିକି ମତେ ଦବୁ। ମୁଁ ମୋ ଅଂଶକୁ ବିକ୍ରି କରି ମୋ ବଡ଼ ଭାଇକୁ ଜେଲରୁ ମୁକୁଳେଇବି। ସେ ଟଙ୍କାକୁ ମୁଁ ବାହାରେ ବି ନେଇପାରିବିନି। ତାହେଲେ ମୁଁ ତତେ ଧକ୍କା ମାରି ଘରୁ ବାହାର କରିଦେବି। ଧୋକା! ବାହାର କରିଦିଅନ୍ତୁ ଏ ଘରୁ। ଧୋକା ଦେଇ ଘରେ ଏ ଘର। ଧୋକା ଦେଇ ଘରେ ଏ ସଂସାର। ମୁଁ କିନ୍ତୁ ସେ ଟଙ୍କା ଆଣି ମୋ ବଡ଼ ଭାଇକୁ ମୁକୁଳେଇବି। ମୁକୁଳେଇ ଦେବି ମୁଁ। ଚାଲ ସାନ ଭାଇ, ଏଠୁ ଯିବା ଚାଲ। କାହାକୁ ତୁ ଘର ବୋଲି କହୁଛୁ? ସେ ଘରେ ତୋର କିଏ ଆଉ ଅଛି? ଝିଅଟିଏ ବାହା ହୋଇ ତା ଶାଶୁ ଘର ଗଲେ, ତା ଶାଶୁ ଘର ତା ପାଇଁ ସ୍ୱର୍ଗପୁର, ତା ଶାଶୁ ଶ୍ୱଶୁର ତା ପାଇଁ ଦେବତା। ସରିତା, ମୁଁ ଚାହୁଁନି ଆମ ପାଇଁ ତ ସଂସାରଟା ଭାଙ୍ଗି ଯାଉ। ଆରେ ଇ ସାନ ଭାଇ। ମୁଁ ବିଶେଷରେ ମତେ ପର କରି ଦଉଛୁ ନା। ବାପା କଲାବେଳେ ତମକୁ ହାତ ଯୋଡ଼ି ଦେଉନା, ତମେ କେବେ ମୋ ଭଉଣୀ ଉପରକୁ ହାତ ଉଠେଇ ମାଡ଼ ମାରିବନି। ତା ଆଖିର ଲୁହ ଦେଖିଲେ ମୁଁ ସହିପାରିବିନି ବାପା। ଏ ସରିତା, ତୁ ଆଉ କାନ୍ଦିବୁନି। କେବେ ବି ତୋ ଭାଇ ମାନଙ୍କ କଥା ମନ ପକେଇବ। ଆଜି ତୁ ଭାବିଲବୁ ତୋର ଛୁଆ ଭାଇଟା ସବୁଦିନ ପାଇଁ ମରି ଯାଇ
ଆଇଡିଆ କିରୋସିନରେ ହୁଏତ ନିଆଁଟା ଡେରିରେ ଲାଗିଥାଏ ପେଟ୍ରୋଲ ଢାଳି ଏଟାକୁ ନିଆଁ ଲଗେଇ ଦିଅ ଆଉ କାଲି ସକାଳ ନ୍ୟୁଜ ପେପର ଫ୍ରଣ୍ଟ ଲାଇନରେ ବାହାରି ପଡିବ ଯୌତୁକ ପାଇଁ ବଧୂ ହତ୍ୟା ତମେ ପୁଣି ମଦ ପିଇଛ ଏ ଶୁଣ ତମେ ବଡ ଝିଅଟା ମତେ ଉପଦେଶ ଦେବାକୁ ତମେ କିଏ ଆଉ ତା ଛଡା ମୁଁ ଯଦି ମଦ ନ ପିଏ ମୋ ଭଳି ଦୁଷ୍ଟ ବାପାକୁ ଶାସନ କରିବ କିଏ ବେଶୀ ପାଟି କରନି ନହେଲେ ବୋତଲରେ ତମ ମୁଣ୍ଡକୁ ପିଟି ହଟେଇ ଦେବି ତମେ ମରିଯିବ ଆଉ ତାପରେ ମୋ ମୁଣ୍ଡକୁ ପିଟି ଏ ବୋତଲରେ ମୁଁ ବି ମରିଯିବି ଆଉ ତମେ ଶାନ୍ତି ମୁଁ ବି ଶାନ୍ତି ଠିକ ଅଛି ମୁଁ ଦେଖିବି ସେ କେମିତି ଘରେ ରହିବ